ତିନି ରଥ ପାଇଁ କେଉଁଠୁ ଆସେ କାଠ? ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ହେଲେ ଆମ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ମହାପ୍ରଭୁ କାଳିଆ ସାଆନ୍ତ ବର୍ଷକୁ ଥରେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣରେ ମାଉସୀ ମା ଘରକୁ 9 ଦିନ ପାଇଁ ଯାତ୍ରା କରନ୍ତି। ଏହି ଯାତ୍ରା 12 ମାସରେ 13 ପର୍ବ ଭିତରେ ଘୋଷ ଯାତ୍ରା ତଥା ବିଶ୍ୱର ସବୁଠାରୁ ବଡ଼ ଯାତ୍ରା, ଯାହାକୁ ଆମେ ରଥଯାତ୍ରା ବୋଲି କହିଥାଉ। ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ତିନି ରଥରେ ବିରାଜମାନ ହୋଇ ମାଉସୀ ମା ଘରକୁ ଯାଇଥାନ୍ତି। ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବାକୁ ଉତ୍କଣ୍ଠାର ସହ ଅନେଇ ବସିଥାନ୍ତି ଅନେକ ଭକ୍ତ। ତେବେ ଏହି ରଥଯାତ୍ରାର ଶୁଭାରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଦିନଠାରୁ। ବିଶେଷ କରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥର କାମ ପାଇଁ ଅନୁକୂଳ କରାଯାଇଥାଏ। ପରେ ମହାରଣା ସେବାୟତମାନେ ରଥ କାମରେ ନିୟୋଜିତ ହୋଇ ଲାଗି ପଡ଼ନ୍ତି ମହାପ୍ରଭୁଙ୍କର ରଥ ନିର୍ମାଣ କାର୍ଯ୍ୟରେ। ତେବେ ସବୁଠାରୁ ବଡ଼ କଥା ହେଉଛି ରଥ ନିର୍ମାଣରେ ବ୍ୟବହାର କରାଯାଉଥିବା କାଠ। ପ୍ରତିବର୍ଷ ତିନି ରଥ ନୂଆ କରି ନିର୍ମାଣ କରାଯାଏ। ବଡ଼ଦାଣ୍ଡରେ ସ୍ୱତନ୍ତ୍ର ରଥ ଖଳାରେ ନିର୍ମାଣ ହୋଇଥାଏ ତିନି ରଥ। ତେବେ ଆପଣଙ୍କ ମନରେ ନିଶ୍ଚିନ୍ତ ପ୍ରଶ୍ନ ଆସୁଥିବ ଯେ ତିନି ରଥ ପ୍ରସ୍ତୁତ ପାଇଁ ଏତେ କାଠ କେଉଁଠାରୁ ଆସେ? କେଉଁ କାଠ ବ୍ୟବହାର କରାଯାଏ? କେତେ କାଠ ବ୍ୟବହାର ହୋଇଥାଏ? ଏମିତି ଅନେକ କିଛି। ପ୍ରଥମ କଥା ହେଉଛି, ରାଜା ରାଜୁଡ଼ା ସମୟରେ ରଥ ନିର୍ମାଣ ପୂର୍ବରୁ ରଥ ପାଇଁ ବ୍ୟବହୃତ ସବୁ କାଠ ନୟାଗଡ଼, ରଣପୁର ଓ ଦଶପଲ୍ଲା ଜଙ୍ଗଲରୁ ରାଜାମାନେ ସଂଗ୍ରହ କରି ମହାନଦୀରେ ଭେଳା କରି ପଠାଇ ଦେଉଥିଲେ। ଏହି କାଠ ସବୁ ନରାଜ ଦେଇ ଭାର୍ଗବୀ ନଦୀରେ ମାଳତୀପାଟପୁରରେ ପହଞ୍ଚୁଥିଲା ଏବଂ ପରେ ଶଗଡ଼ ଗାଡ଼ିରେ କାଠକୁ ପୁରୀ ନେଇଯାଇ ରଥ ଖଳାରେ ପହଞ୍ଚାଇ ଦିଆଯାଉଥିଲା। ଏବେ ରାଜତନ୍ତ୍ର ଲୋପ ପାଇବା ପରେ ଓଡ଼ିଶା ସରକାରଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲାରୁ ଆସୁଥିବା ଫାଶୀ, ଅସନ, ଧଉରା ଆଦି କାଠକୁ DFOଙ୍କ ମାଧ୍ୟମରେ ପଠାଯାଉଛି। କାଠ ପଠାଯିବା ପୂର୍ବରୁ ଗଛ ନିକଟରେ ବିଧି ଅନୁଯାୟୀ ପୂଜା ହୋମ କରାଯାଇଥାଏ। ଏହାପରେ ଟ୍ରକରେ କାଠ ସବୁ ପୁରୀ ଯାଇଥାଏ। ଯିବା ସମୟରେ ଟ୍ରକଟିରେ ଫୁଲମାଳ ଓ ନାଲିକନା ବନ୍ଧାଯାଇ ଘଣ୍ଟ ବାଦନ କରାଯାଇଥାଏ ଏବଂ ଏହାପରେ ପୁରୀ ଅଭିମୁଖେ କାଠ ବାହାରିଥାଏ। ଖାଲି ନୟାଗଡ଼ ନୁହେଁ, ରଥ ପାଇଁ ବ୍ୟବହୃତ ସବୁ ପ୍ରକାର କାଠ ପୁରୀ, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ହୋଇଥିବା ଜଗନ୍ନାଥ ବନ ପ୍ରକଳ୍ପ ଜରିଆରେ ଆସିଥାଏ ଏବଂ ଏହି ତିନୋଟି ରଥର ନିର୍ମାଣ ପାଇଁ 12 ପ୍ରକାର ଗଛର କାଠକୁ ବ୍ୟବହାର କରାଯାଇଥାଏ। ଆଶା କରୁଛୁ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଏବଂ ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ।